ଶ୍ରୀ ସାଇ ସର୍ବଶକ୍ତି ମୂର୍ତ୍ତୟେ ନମଃ। ବାବା ସକଳ ଶକ୍ତିର ମୂର୍ତ୍ତି। ସେ ନିଜେ କହନ୍ତି ସେ ମହାଶକ୍ତି ମାୟା ଶକ୍ତି ଭାବରେ ଆସିଛନ୍ତି। ଶାସ୍ତ୍ରରେ 3 ପ୍ରକାର ଶକ୍ତି କଥା କୁହାଯାଇଛି, ଇଚ୍ଛା ଶକ୍ତି, କ୍ରିୟା ଶକ୍ତି ଓ ଜ୍ଞାନ ଶକ୍ତି। ବାବା କହନ୍ତି ଯେଉଁ ବ୍ୟକ୍ତି ସମସ୍ତ ଶାସ୍ତ୍ରରେ ପାଣ୍ଡିତ୍ୟ ଅର୍ଜନ କରିଛି କେବଳ ସେହି ବ୍ୟକ୍ତି ହିଁ ବାବାଙ୍କର ପ୍ରକୃତ ସ୍ୱରୂପର ସାମାନ୍ୟ ମାତ୍ର ଆଭାସ ପାଇପାରିବ। ବାବା ଏ ସମସ୍ତ ଶକ୍ତିର ଆଧାର ଏବଂ ଏହି ଆଧାରରୁ ହିଁ ଜଗତର ସମସ୍ତ ପ୍ରାଣୀ ସେମାନଙ୍କର ଶକ୍ତି ଓ ସାମର୍ଥ୍ୟ ଆହରଣ କରିଥାନ୍ତି। ଇଚ୍ଛା ଶକ୍ତି ଇଚ୍ଛା କରେ, କ୍ରିୟା ଶକ୍ତି କର୍ମ କରେ ଓ ଜ୍ଞାନ ଶକ୍ତି ସବୁକିଛି ଜାଣିଥାଏ। ବାବା ଏ 3ଟି ଯାକର ଶକ୍ତିର ଗନ୍ତାଘର, ତେଣୁ ସେ ସର୍ବଶକ୍ତି ମୂର୍ତ୍ତି। ତେଣୁ ସମସ୍ତ ଇଚ୍ଛା କର୍ମ ଓ ଚିନ୍ତାର ଆଧାର ଓ ପ୍ରେରକ ବାବାଙ୍କ ଛଡ଼ା ଆଉ କେହି ନୁହେଁ। ବାବା ଇଚ୍ଛାକୁ ପରିଚାଳିତ କରନ୍ତି, କର୍ମ ମାର୍ଗ ପ୍ରଦର୍ଶନ କରନ୍ତି ଓ ଭାବନାକୁ ରୂପ ଦିଅନ୍ତି। ବାବାଙ୍କୁ 6 ବର୍ଷ ବୟସ ବେଳେ ସେ ଯେତେବେଳେ ଶୂନ୍ୟରୁ ବିଭିନ୍ନ ପଦାର୍ଥ ସୃଷ୍ଟି କରୁଥିଲେ, ବିସ୍ମୟାଭିଭୂତ ଗ୍ରାମବାସୀମାନେ ଏହାର ରହସ୍ୟ ପଚାରିଲେ। ସେ କହୁଥିଲେ ଗୋଟିଏ ଶକ୍ତି ମୋ ଅଧୀନରେ ଅଛି, ଯିଏ ମୋ କଥା ମାନି ମୁଁ ଯାହା ଚାହୁଁଛି ତାହା ମୋତେ ଦେଉଛି। ପରେ ଏ କଥାକୁ ପ୍ରାଞ୍ଜଳ କରିବାକୁ ଯାଇ ବାବା କହୁଥିଲେ ଏହି ଉତ୍ତର ହିଁ ସେମାନଙ୍କ ବୁଝିବା ଶକ୍ତି ଭିତରେ ଥିଲା। ମାତ୍ର ପ୍ରକୃତ କଥା ହେଲା ବାବା ସର୍ବଶକ୍ତିମାନ। ଜୟ ସାଇରାମ।